1:30 ମାନେ 1:31 ରାକ୍ଷୀ ବାନ୍ଧିବା ଆଉ 1.5 ଘଣ୍ଟା ସମୟ ପ୍ରାୟ ଅପେକ୍ଷା କରିବା ଭଦ୍ରା କାଳ ପାଇଁ। ତେବେ ମନରେ ପ୍ରଶ୍ନ ଉଠେ, ଭଦ୍ରା କିଏ? ସେ ହେଲେ ଶନିଙ୍କର ଭଉଣୀ ଭଦ୍ରା। ବ୍ରହ୍ମା ଅଭିଶାପ ଦେଲେ ଭଦ୍ରାଙ୍କୁ। ତେବେ ଶନି କେମିତି ବ୍ରହ୍ମାଙ୍କୁ କୋପଦୃଷ୍ଟି ପକାଇ କିଛି କରିପାରିଲେ ନାହିଁ। ରାବଣକୁ ତାଙ୍କର ଭଉଣୀ ଶୂର୍ପଣରେଖା ମଧ୍ୟ ଭଦ୍ରା କାଳରେ ରାକ୍ଷୀ ବାନ୍ଧିଥିବା ରାବଣଙ୍କର ମୃତ୍ୟୁ ହୋଇଥିଲା ବୋଲି ପୁରାଣରେ ଲେଖା ଅଛି। ତେବେ ରାବଣ ତ 33 କୋଟି ଦେବତାଙ୍କୁ ନିଜ ପାଦ ତଳେ ଖଟଉଥିଲେ। ତେବେ ଏହି ଅଭିଶାପରୁ ନିଜର ଭଉଣୀ ଶୂର୍ପଣରେଖାକୁ ସେ କେମିତି ରକ୍ଷା କରିପାରିନଥିଲେ। ପୁଣି କଥା ଉଠେ, ରାବଣଙ୍କର ମୃତ୍ୟୁର କାରଣ ସେ ଅସୁର ଜନ୍ମରୁ ମୁକ୍ତି ପାଇବା ପାଇଁ ଜୟ ବିଜୟ, କଂସ କେଶୀ ଏବଂ ରାବଣ କୁମ୍ଭକର୍ଣ୍ଣ ନାମରେ ଜନ୍ମ ହୋଇଥିଲେ। ତେଣୁକରି ସେ ସୀତାକୁ ହରଣ କରିଥିଲେ। ସୀତାହରଣ ରାବଣ ମରଣ। ଏହା ଯଦି ସତ୍ୟ, ତେବେ ଭଦ୍ରା କାଳରେ ଶୂର୍ପଣରେଖା ରାକ୍ଷୀ ବାନ୍ଧିଥିବାର ମୃତ୍ୟୁ ହେଲା ବୋଲି କାହିଁ କୁହାଯାଉଛି? এইগুଡ଼ାକ ସବୁ ମୋ ମନରେ ସସ୍ପେନ୍ସ। ଯଦି ଆପଣଙ୍କ ପାଖରେ କିଛି ଉତ୍ତର ଥାଏ କହିବେ, ତଥାପି ସଜେଷ୍ଟ କରିବି 1:31 ପରେ ରାକ୍ଷୀ ବାନ୍ଧନ୍ତୁ। କ'ଣ କରିବା, ସଂସ୍କୃତି ତ ଆମର ଏମିତି ଅଛି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ ସବସ୍କ୍ରାଇବ୍ କରିବେ। ରହୁଛି, ଗୁଡ଼୍ ବାଏ।